ଲବୁବୁ ହରର ଷ୍ଟୋରି। ମିଲନ ତାର କୁକୁର ବାୟ ସହ ଚାଇନାର ସାଂଘାଇ ସହରରେ ରହୁଥିଲା। ଚାଇନାର ଗୋଟେ ଛୋଟ ସହରରେ ତାର ଗାଁ ଥିଲା, କିନ୍ତୁ ତାଙ୍କର ବାପାଙ୍କର ମୃତ୍ୟୁ ପରେ ସେ ତାର ମା ଆଉ ଭଉଣୀ ପାଇଁ ପଇସା ରୋଜଗାର କରିବା ପାଇଁ ସାଂଘାଇ ସହରରେ ରହୁଥିଲା। ମିଲନର ପର୍ସନାଲିଟି ବହୁତ ସୁଇଟ ଥିଲା, ଆଉ ସେ ଏକ ଖେଳନା ଦୋକାନରେ କାମ କରୁଥିଲା। ତାକୁ ଟୟ ବହୁତ ପସନ୍ଦ, ଆଉ ଟୟ ମାନଙ୍କ ଭିତରୁ ତାଙ୍କୁ ବେଶୀ ପସନ୍ଦ ଥିଲା ଡଲ୍ସ। ଯେହେତୁ ସେ ଟୟ ସପରେ କାମ କରୁଥିଲା, ତାକୁ ଭଲ ଡିସକାଉଣ୍ଟରେ ଟୟ ମିଳିଯାଉଥିଲା, ଆଉ ସେ ତା ମନପସନ୍ଦର ଡଲ୍କୁ ନେଇ ତା ଘରେ ସଜେଇ ରଖୁଥିଲା। ତା ଘରେ ଅଲଗା ଅଲଗା ଦେଶରୁ ଆସୁଥିବା କିଛି ୟୁନିକ୍ ଡଲ୍ସର କଲେକ୍ସନ ଥିଲା। ଦିନେ ତା ସପରେ ଲିମିଟେଡ ଏଡିସନ ବାଲା ଲବୁବୁ ଡଲ୍ସର କଲେକ୍ସନ ଆସିଲା। ଆସିବା ମାତ୍ରେ ସବୁ ଡଲ୍ସ ବିକ୍ରି ହେଇଗଲା, ଆଉ ଗୋଟେ ଡଲ୍ସ ମିଲନ ତା ପାଇଁ ଅଲଗା ରଖିଦେଇଥିଲା। ଆଉ ସେ ଲବୁବୁ ଡଲ୍ସର କଲର ଗୋଲ୍ଡେନ ଥିଲା, ଏମିତି ସେଡ୍ ଏମିତି କଲର ଯୋଉଟାକି ଆଉ ବାକି ସବୁ ଲବୁବୁ ଡଲ୍ସ ଠାରୁ କିଛି ୟୁନିକ୍ ଦେଖାଯାଉଥିଲା। ଆଉ ସେ ଲବୁବୁ ଡଲ୍ସଟା ବହୁତ ସୁନ୍ଦର ଥିଲା। ଲବୁବୁ ଭଳି କ୍ୟୁଟ୍ ସ୍ମାଇଲ ମିଲନ ଆଜି ଯାଏଁ କୌଣସି ବି ଡଲ୍ସ ପାଖରେ ଦେଖିନଥିଲା। ମିଲନ ସେ ଲବୁବୁ ଡଲ୍ସକୁ ତା ଘରକୁ ନେଇକି ଗଲା। ସେଦିନ ସେ ବହୁତ ଖୁସି ଥିଲା। ସେ ଖାଲି ତାର ଲବୁବୁ ଡଲ୍ସକୁ ଦେଖୁଥିଲା। ସେ ଡଲ୍ସର କ୍ୟୁଟ୍ ଆଖି, ଗୋଲ୍ଡେନ କଲରର ସୁନ୍ଦର ରୋମ, ତାର ଲମ୍ବା ଲମ୍ବା କାନ ଆଉ ପ୍ୟାରି ପ୍ୟାରି ସ୍ମାଇଲ, ଏସବୁକୁ ଦେଖି ମିଲନ ଆଉ ସମ୍ଭାଳି ନପାରି ତାକୁ ବହୁତ ସାରା ହକ୍ କରିବାକୁ ଲାଗିଲା, ଆଉ ଫଟୋ ମଧ୍ୟ ଉଠାଇଲା। ଆଉ ସେ ଲବୁବୁ ଡଲ୍ସକୁ ମିଲନ ତାର କୁକୁର ପାଓ ପାଖକୁ ନେଇକି ଗଲା। ପାଓ, ଯିଏକି ମିଲନର ବହୁତ ପ୍ୟାରା ଡଗ୍, ଆଉ ସେ ଯେତେବେଳେ ମିଲନ ତା ଘରକୁ କୌଣସି ଡଲ୍ ନେଇକି ଆସେ, ସେ ସବୁ ଡଲ୍କୁ ଦେଖି ବହୁତ ଖୁସି ହେଇଯାଉଥିଲା। କିନ୍ତୁ ସେ ଆଜି ଏଇ ଡଲ୍କୁ ଦେଖି ବହୁତ ଜୋରରେ ଭୋକିବାକୁ ଲାଗିଲା। ମିଲନକୁ ଏକଥା ଟିକେ ଅଜୀବ ଲାଗିଲା। ସେ ଭାବିଲା ପାଓ ହୁଏତ ଆକୁ ଦେଖି ଡରୁଥିବ, ତ ସେ ଡଲ୍କୁ ତାର ସେଲ୍ଫ ଉପରେ ରଖିଦେଲା ଆଉ ଶୋଇବାକୁ ଚାଲିଗଲା। ମିଲନର ଡଗ୍ ପାଓ, ଯିଏକି ସବୁବେଳେ ମିଲନର ପାଖରେ ଶୁଏ, ସେ ଆଜି ସେ ଡଲ୍ସକୁ ଦେଖୁଥାଏ। ଆଉ କିଛି ଟାଇମ ପରେ ସେ ରୁମରୁ ବାହାରିକି କୁଆଡେ ପଳେଇଗଲା। ନେକ୍ସଟ ଡେ ସକାଳେ ପାଓ ମିଲନ ପାଖକୁ ଯାଇ ବହୁତ ଜୋରରେ ଭୋକିବାକୁ ଲାଗିଲା। ମିଲନ କଣ ହେଇଛି ବୋଲି ପଚାରିଲା, ଆଉ ପାଓ ତାର ଜିନ୍ସକୁ ଟାଣି ଟାଣି ନେଇ ଲବୁବୁ ଡଲ୍ସ ପାଖରେ ପହଞ୍ଚାଇ ଦେଲା। ମିଲନକୁ ଟିକେ ଅଜୀବ ଲାଗିଲା ନିଶ୍ଚୟ। ପାଓକୁ ବହୁତ ଗାଳି ଦେଲା, କିନ୍ତୁ ପାଓ କିଛି ଶୁଣୁନଥିଲା। ସେ ବହୁତ ଜୋରସେ ଭୋକୁଥାଏ। ମିଲନ ରାଗିକି ପାଓକୁ ବାଥରୁମରେ ବନ୍ଦ କରିଦେଲା ଆଉ ସପକୁ ଚାଲିଗଲା। ଆଉ ସେଦିନ ଟୟ ସପରେ ତାର ସବୁଠାରୁ ଖରାପ ଦିନ ଥିଲା। ସବୁବେଳେ ଶାନ୍ତ ନମ୍ର ସ୍ୱଭାବରେ କଥା କହୁଥିବା ଝିଅ ମିଲନ ଆଜି କଷ୍ଟମର ସହ ଝଗଡା କଲା, ଆଉ ତାକୁ ଏତେ ରାଗ ଆସୁଥିଲା ଯେ କଷ୍ଟମରକୁ ବହୁତ ଗାଳି ଗୁଲଜ କରି ଖରାପ ବ୍ୟବହାର ମଧ୍ୟ କଲା। ତା ବସ୍ ସେ ସମୟରେ ମିଲନକୁ ବହୁତ ଗାଳି ଦେଲେ, ଆଉ ତାକୁ ସପରୁ ବାହାର କରିଦେଲେ। ମିଲନ କିଛି ବୁଝିପାରୁନଥିଲା କି ହଠାତ୍ ଏସବୁ କଣ ଘଟି ଯାଉଛି ତା ସହ। ସେ କାନ୍ଦି କାନ୍ଦି ସେଦିନ ସେ ଘରକୁ ପଳାଏ। ସେ ତାର ବାଥରୁମର କବାଟ ଖୋଲିଲା, ଆଉ ତାର ଡଗ୍ ପାଓ ତାକୁ ଦେଖି ଜୋର ଜୋରରେ ଭୁକିବାକୁ ଲାଗିଲା। କିନ୍ତୁ ମିଲନ କାନ୍ଦୁଥିବାର ଦେଖି ପାଓ ଶାନ୍ତ ହେଇଗଲା, ଆଉ ତା ଆଖିରେ ବି ଲୁହ ଆସିଗଲା। ମିଲନ ସେହି ରାତିରେ ଜଲ୍ଦି ଶୋଇଯାଇଥିଲା। ଶୋଇଥିବା ବେଳେ ତାକୁ କାହାର ଗୋଟେ ହସ ଶୁଭିଲା। ହସ, ବହୁତ ଅଜବ ଟାଇପର ହସ, ଯାହା ସେ କେବେ ବି ଆଗରୁ ଏମିତି ଶୁଣି ନଥିଲା। ଯେତେବେଳେ ସେ ଦେଖିଲା ରୁମର କୋଣରେ କେହି ଜଣେ ଠିଆ ହୋଇ ତାକୁ ଚାହିଁଛି। ଅନ୍ଧାର ପାଇଁ ତାକୁ ଠିକରେ ଦେଖା ଯାଉନଥିଲା। ସେ ବେଡରୁ ଉଠିକି ଦେଖେ ତ ସେଠି କେହି ନଥିଲା। ସେଠାରେ ଖାଲି ତା ଲବୁବୁ ଡଲ୍ସ ପଡିଥିଲା। ମିଲନ ତାକୁ ଉଠେଇ ନେଲା, ପୁଣି ଥରେ ନେଇକି ତାକୁ ସେଲ୍ଫ ଉପରେ ରଖିଦେଲା, ଆଉ ତାପରେ ସେ ଶୋଇବାକୁ ଚାଲିଗଲା। ସେହି ରାତିରେ ମିଲନ ଗୋଟେ ସ୍ୱପ୍ନ ଦେଖିଲା। ତା ରୁମରେ ବହୁତ ଅଜୀବ ଟାଇପର ଦେଖାଯାଉଥିବା ପଶୁ ଭଳି କେହି ଗୋଟେ ଥିଲା, ଯାହାର ବଡ ବଡ କୁଚିଆ ଦାନ୍ତ ଥିଲା, ଆଉ ଦାନ୍ତ ଠାରୁ ବି ବଡ ଭୟାନକ ନଖ ଥିଲା, ଆଉ ତାର ପୁରା ଶରୀର ରେଡ କଲର ଥିଲା। ତା ବଡିର କିଛି କିଛି ଜାଗା ପଚି ମଧ୍ୟ ଯାଇଥିଲା। ଧୀରେ ଧୀରେ ସେ ମିଲନ ପାଖକୁ ଆସିଲା, ଆଉ ଆସିକି ମିଲନର ଗୋଳା ଚିପିବାକୁ ଲାଗିଲା। ମିଲନ ଡରରେ ଚିତ୍କାର କରି ଉଠିଲା, ଆଉ ସେ ପଶୁଟା ବହୁତ ଭୟାନକ ହସିଲା, ଆଉ ମିଲନକୁ ତା ନଖରେ ଆଟାକ କରିବାକୁ ଲାଗିଲା। ଆଉ ଠିକ ସେତିକି ବେଳେ ମିଲନର ନିଦ ଭାଙ୍ଗିଗଲା, ଆଉ ସେ ଦେଖିଲା ଯେ ଲବୁବୁ ଡଲ୍ ତା ଉପରେ ବସିଥିଲା। ଲବୁବୁ ଡଲ୍, ମିଲନ ଚିତ୍କାର କରି ଉଠିଲା।
ତାହାର ଚିତ୍କାର ଶୁଣି ପାଓ ତା ପାଖକୁ ଦୌଡ଼ି ଆସିଲା। ମିଲନ କିଛି ବୁଝିପାରୁନଥିଲା କି ଲବୁବୁ ଡଲ୍ ଯାହାକୁ ସେ ଶୋଇବା ଆଗରୁ ସେଲ୍ଫ ଉପରେ ରଖିଥିଲା ସେ ତା ବେଡ୍ ଉପରୁ କେମିତି ଆସିଲା। ସେ ଧ୍ୟାନ ଦେଇକି ସେ ଲବୁବୁ ଡଲ୍କୁ ଦେଖିଲା। ସେ ଲବୁବୁ ଡଲ୍ ଆଗ ଅପେକ୍ଷା ଏବେ ଟିକେ ଅଧିକା ହସୁଥିଲା। ମିଲନ କିଛି ବୁଝିବା ଆଗରୁ ତା ଡଗ୍ ପାଓ ତା ଦାନ୍ତରେ ସେ ଡଲ୍କୁ ଟାଣି ଟାଣି ନେଇ ତାକୁ ଟୁକୁଡ଼ା ଟୁକୁଡ଼ା କରିଦେଲା। ମିଲନ ଝାଳ ନାଳ ହୋଇଯାଇଥିଲା ଡରରେ, ଆଉ ତା ମୁଣ୍ଡ ଯନ୍ତ୍ରଣାରେ ଫାଟି ପଡ଼ୁଥିଲା। ସେ ପାଓକୁ ସେତେବେଳେ କିଛି କହିଲାଣି, ଆଉ ସେ ଲବୁବୁ ଡଲ୍ର ଖଣ୍ଡ ଖଣ୍ଡ ଟୁକୁଡ଼ାକୁ ନେଇ ଡଷ୍ଟବିନ୍ରେ ପକାଇଦେଲା, ଆଉ ପାଓକୁ ପାଖରେ ନେଇ ଶୋଇଗଲା। ଯେତେବେଳେ ସେ ସକାଳୁ ଉଠିଲା ତା ମୁଣ୍ଡ ଆହୁରି ବି ଅଧିକ ଜୋରରେ ବିନ୍ଧୁଥିଲା। ତା ଦେହରେ ନାଲି ନାଲି ଫୋଟକା ଭଳି କିଛି ହୋଇଯାଇଥିଲା। ପାଓ ବି ରୁମ୍ରେ ନଥିଲା। ମିଲନ ପାଓକୁ ଡାକିଲା କିନ୍ତୁ କୌଣସି ଆୱାଜ ଆସିନଥିଲା। ମିଲନ ହଲ୍କୁ ଗଲା କିନ୍ତୁ ସେଠି ବି ପାଓ ନଥିଲା। ସେ ପୁରାପୁରି ଘର ସାରା ଖୋଜିଲା କିନ୍ତୁ ପାଓ କୋଉଠି ବି ଦେଖାଯାଉନଥିଲା। ତାପରେ ସେ ବାଥରୁମ୍ ପାଖକୁ ଗଲା। ପାଓ ବାଥରୁମ୍ରେ ବି ନଥିଲା। ସେ ତା ଚେହେରା ଆଇନାରେ ଦେଖିଲା। ଛୋଟ ଛୋଟ ନାଲି ଫୋଟକା ତା ଦେହ ସାରା ହେଇଯାଇଥିଲା। ଏମିତି ଲାଗୁଥିଲା ଯେମିତି କେହି ତାକୁ କାମୁଡ଼ିଛି, ରାମ୍ପୁଡ଼ିଛି, ଏମିତି କିଛି। ଯେତେବେଳେ ସେ ମିରରରେ ଦେଖିଲା ତା ପଛପଟରେ କେହି ଜଣେ ପଶୁ ଭଳି ଠିଆ ହେବାର ସେ ଲକ୍ଷ୍ୟ କଲା, ଯେ କି ତା ସ୍ୱପ୍ନରେ ଆସିଥିଲା, ଆଉ ସେ ଜୋରରେ ହସୁଥିଲା। ଯେତେବେଳେ ମିଲନ ପଛକୁ ବୁଲି ଦେଖିଲା ତ ସେଠି କେହି ବି ନଥିଲେ, ଖାଲି ଲବୁବୁ ଡଲ୍ସ ଥିଲା। ମିଲନ ବିଶ୍ୱାସ କରିପାରିଲା ନାହିଁ। ସେହି ଡଲ୍, ଯେଉଁ ଡଲ୍କୁ ପାଓ ଖଣ୍ଡ ଖଣ୍ଡ କରି ଛିଡ଼େଇ ଦେଇଥିଲା, ସେ ଡଲ୍ ଏଠିକି ଆସିଲା କେମିତି? ଆଉ ସେ ଡଲ୍ର ପ୍ୟାରି ପ୍ୟାରି ସ୍ମାଇଲ୍ ଏବେ ଭୟାନକର ସ୍ମାଇଲ୍ରେ ପରିଣତ ହୋଇଯାଇଥିଲା। ମିଲନ ଡରି ଉଠିଲା, ଆଉ ପାଓକୁ ଡାକି ଡାକି ସେ ଘର ବାହାରକୁ ଚାଲିଗଲା। ଆଉ ପାଓ କୋଉଠୁ ବି ମିଳିନଥିଲା। ଯେତେବେଳେ ସେ ପୁଣି ଘର ଭିତରକୁ ଆସିଲା ସେତେବେଳେ ତା ହୋସ୍ ଉଡ଼ି ଯାଇଥିଲା। ସେହି ଲବୁବୁ ଡଲ୍ କିଚେନ୍ରେ ସେଲ୍ଫରେ ବସେ, ଆଉ ସେ ଡଲ୍ର ହାତ ଦାନ୍ତ ପୁରା ଲାଲ ହେଇଯାଏ। ଆଉ ମିଲନ ଯେତେବେଳେ ସେଲ୍ଫର ତଳକୁ ଦେଖିଲା ତା ରୁମ ପୁରା ଟାଙ୍କୁରି ଉଠେ। ତା ଡଗ୍ ପାଓର ଡେଡ୍ ବଡି ଥିଲା, ଆଉ ତା ବଡିରୁ ରକ୍ତ ବୋହି ଚାଲୁଥିଲା। ଏମିତି ଲାଗୁଥିଲା ଯେମିତି କିଏ ତାକୁ ଆମ୍ପୁଡ଼ି ରାମ୍ପୁଡ଼ି ଖାଇଯାଇଛି। ପାଓ ମରି ଯାଇଥିଲା। ଏହା ଦେଖିକି ମିଲନର ହାଲତ ଖରାପ ହେଇଗଲା। ସେ ବୁଝି ଯାଇଥିଲା ଯେ ଏ ଲବୁବୁ ଡଲ୍ କୌଣସି ସାଧାରଣ ଡଲ୍ ନୁହେଁ। ସେ ଇଣ୍ଟରନେଟ୍ରେ ଲବୁବୁ ଡଲ୍ସ ଉପରେ ରିସର୍ଚ୍ଚ କଲା। ଇଣ୍ଟରନେଟ୍ରେ ପଢ଼ିଲା ଯେ କିଛି ଲୋକଙ୍କୁ ଲବୁବୁ ଡଲ୍ସ ହଣ୍ଟେଡ୍ କରୁଥିଲା। ପୁରା ଦୁନିଆରେ ଲବୁବୁ ଡଲ୍ସ ହଣ୍ଟେଡ୍ କରୁଥିବାର ବହୁତ କେସେସ୍ ସାମ୍ନାକୁ ଆସିଥିଲା। ଲବୁବୁ ଡଲ୍ ଲୋକଙ୍କୁ ବାଇଟ୍ କରୁଥିଲା, ଆଉ ସେହି ଲୋକମାନଙ୍କ ସହ ଖରାପ ଖରାପ ଇନସିଡେଣ୍ଟ ଘଟୁଥିଲା। ଯେମିତିକି ସେମାନଙ୍କର ଜବ୍ ଚାଲିଯିବା, ରୋଗରେ ପଡ଼ିବା, ତାଙ୍କ ରିଲେଟିଭ୍ସଙ୍କର ମୃତ୍ୟୁ ହେବା। ଏମିତି ବହୁତ ସାରା ନ୍ୟୁଜ୍ ପଢ଼ିଲା ପରେ ମିଲନ ଆହୁରି ଡରିଗଲା। ସେ ବୁଝିଗଲା ଯେ ଲବୁବୁ ଡଲ୍ସ ହଣ୍ଟେଡ୍। ସେ ଜମା ବି ଡେରି ନକରି ଲବୁବୁ ଡଲ୍ସକୁ ଜାଡ଼ିଦେଲା, ଆଉ ସେ ଡଲ୍ର ପାଉଁଶକୁ ନେଇ ନଦୀରେ ବୁହାଇଦେଲା। ମିଲନ ସେହି ରାତିରେ ଘରକୁ ଫେରି ତାର ସାନ ଭଉଣୀକୁ ଏସବୁ ଇନସିଡେଣ୍ଟ ସେୟାର। ମିଲନକୁ ଲାଗିଲା ସେ ଲବୁବୁ ଡଲ୍ସରୁ ତାକୁ ମୁକ୍ତି ମିଳିଗଲା। କିନ୍ତୁ ନେକ୍ସଟ ଡେ ମିଲନର ଘରୁ ତା ଡେଡ୍ ବଡି ମିଳିଲା, ଆଉ ତା ପାଖରେ ଥିଲା ସେହି ଲବୁବୁ ଡଲ୍ସ। ତ ସାଙ୍ଗମାନେ, ଆଜିକାଲି କିଛି ଲୋକ ଇଣ୍ଟରନେଟ୍ରେ ଏମିତି ବି କହୁଛନ୍ତି ଲବୁବୁ ଡଲ୍ ବହୁତ ଭୟାନକ ଡେଭିଲ୍ ପୋଜୁଜୁର ଅବତାର। କିଛି ଦେଶରେ ଏଇସବୁ କେସ୍ ଦେଖିବାକୁ ମିଳୁଥିବାରୁ ନା ଲବୁବୁ ଡଲ୍ସକୁ ବ୍ୟାନ୍ ମଧ୍ୟ କରିଦେଇଛନ୍ତି। ତ କିଛି ଜାଗାରେ କହୁଛନ୍ତି ଯେ ଲବୁବୁ ଡଲ୍ସ ଉପରେ ତାନ୍ତ୍ରିକର ତନ୍ତ୍ରମନ୍ତ୍ର ସାଧନା ଏସବୁ ରହୁଛି। ତ ସାଙ୍ଗମାନେ, ଆପଣଙ୍କୁ କ'ଣ ଲାଗୁଛି? ଲବୁବୁ ଡଲ୍ ସତରେ ଅଭିଶପ୍ତ? କ'ଣ ତା ଭିତରେ ସତରେ ଗୋଟେ ରାକ୍ଷସ ଅଛି, ନା ଏସବୁ ଅପବାହ? କମେଣ୍ଟ କରିକି ନିଶ୍ଚିତ ଜଣାଇବେ।